ଗୀତଟି ଯୋଗୁଁ ସେ ଶ୍ରୀ ଠାକୁରଙ୍କ ଚରଣ ସ୍ପର୍ଶ କଲା, ଠାକୁରଙ୍କର ଦୀକ୍ଷା ନେଲା, ତାର ବୃତ୍ତିରେ ବହୁତ ବଢ଼ି ଚାଲିଲା, ଠାକୁରଙ୍କୁ ଭୁଲିଗଲା, ଠାକୁରଙ୍କର ନିର୍ଦ୍ଦେଶଟା ଏକ୍ଜାକ୍ଟଲି ପାଳନ କରିପାରିଲା ନାହିଁ। ସଙ୍ଗୀତଜ୍ଞ ଜଣେ ବହୁତ ବଡ଼ ସଙ୍ଗୀତଜ୍ଞ ହେଲା ପରେ ଠାକୁରଙ୍କୁ ଭୁଲିଗଲା। ଶେଷରେ ବ୍ଲଡ଼ କ୍ୟାନ୍ସର, ଯେତେବେଳେ ଆଉ ଗୀତ ଗାଇ ପାରୁନାହିଁ, ନିତ୍ୟ ବସନରେ ପୁନରାୟ ଠାକୁର ତାର ମନେ ପଡ଼ିଛନ୍ତି ଏବଂ ସେ ଠାକୁରଙ୍କ ଚରଣ ପ୍ରାନ୍ତକୁ ଆସି ବସିଛି। ଠାକୁର କହୁଛନ୍ତି, ଆରେ 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 ସୁନା ମା, ତୁ ସେଦିନ ଯୋଉ ଗାଉଥିଲୁ, ଯାরা ମାନେ ନା ତାরা জানে না, ସେ ଗୀତଟା ଗା ଦେଖି। ଗାଇ ପାରୁନି, ଗଦଗଦ କଣ୍ଠରେ କାନ୍ଦି ପକଉଛି। ଶେଷରେ ଠାକୁର ଜାଣୁଛନ୍ତି ଯେ ସେ ଆଉ ଗାଇବାର ଯୋଗ୍ୟତା ତା ପାଖରେ ନାହିଁ, କାରଣ ଯଥା ସମୟ ଇଷ୍ଟ ନିର୍ଦ୍ଦେଶ ମୂର୍ତ୍ତ କରାଇତ ୟାର ଅବହେଳା ହେଇଛି ଜୀବନରେ। ବହୁତ ବଡ଼ ସଙ୍ଗୀତଜ୍ଞ ହେଇଗଲା ପରେ ଭୁଲି ଯାଇଛି, ସେତେବେଳେ କ୍ୟାନ୍ସରରେ ପୀଡ଼ିତ ହେଇଛି। ଟିକେ ଗାଇବାକୁ ଚେଷ୍ଟା କଲେ ରକ୍ତ ବାନ୍ତି ହୁଏ, ଗାଇପାରେନି। ତଥାପି ପରମ ଦୟା, ତାଙ୍କ ଦୟା ଯେ କେତେ ଅସୀମ। ଚିନ୍ତା କରିଛି ଯେ ମୋ କଣ୍ଠଟା ଯଦି ଭଲ ହେଇଯାଆନ୍ତା, ଆଉ ଥରେ ଠାକୁରଙ୍କୁ ଗାଇକି ଶୁଣାନ୍ତି। ଠାକୁର ତ ଅନ୍ତର୍ଯାମୀ ପୁରୁଷ, ମୋରି ପିଲା ଦୁଷ୍ଟାମି କରିଛି, କ୍ଷମା କରାଯାଉ। ହୁଏତ ଏମିତିଆ ଭାବନା ଭିତର ଦେଇ ଠାକୁର ତାକୁ ନିର୍ଦ୍ଦେଶ କରିଛନ୍ତି, ଯା ଯା ଆନ୍ତ ବଜାରେ ଖାଇ ବିଶ୍ରାମ କର, କାଲି ଆସି ଗୀତଟା ମୋତେ ଶୁଣେଇବୁ। ରାତିରେ ଯାଇଛି, ଖାଇକି ବିଶ୍ରାମ କରିଛି। ବ୍ରାହ୍ମ ମୁହୂର୍ତ୍ତ ସମୟରେ ଯେତେବେଳେ ଆଉ ଥରେ ପ୍ରାକ୍ଟିସ୍ କରିବାକୁ ଚେଷ୍ଟା କରିଛି, ଦେଖୁଛି ଯେ ସେ ଧୀରେ ଧୀରେ ଗାଇ ପାରୁଛି। ମନଟା ଆନନ୍ଦରେ ଭରି ଉଠିଛି ଏବଂ ଖୁସି ହେଇଛି ଯେ ଆଜି ଠାକୁରଙ୍କୁ ଦର୍ଶନ କରି ଏ ଗୀତଟା ଗାଇ ଶୁଣେଇବି। ଦୁଃଖର ବିଷୟ, ସେଦିନ ଠାକୁରଙ୍କ ପାଖରେ ଉପସ୍ଥିତ ହେଲା ପରେ ଦେଖୁଛି ଠାକୁର ବଙ୍ଗଳା ଖୋଲା ଯାଉନାହିଁ। ଠାକୁରଙ୍କର ଦର୍ଶନ ପ୍ରଣାମ ଆଜି ହେଇପାରିବ ନାହିଁ, କାରଣ ଠାକୁର ଅସୁସ୍ଥ ଅଛନ୍ତି। ପିଲାଟି ଲୋକଟି ଆହୁରି ଜାଣିବାକୁ ଇଚ୍ଛା କରିଛି। କାଲି ସନ୍ଧ୍ୟାବେଳେ ଠାକୁରଙ୍କୁ ମୁଁ ଦେଖିଥିଲି, କି ପ୍ରକାର ଅସୁସ୍ଥତା, ଯାହାକି ଆଜି ଦର୍ଶନ ପ୍ରଣାମ ହେଇପାରୁନି। ନା ଠାକୁରଙ୍କ ଗଳାରୁ ରକ୍ତ ପଡୁଛି, ରକ୍ତ ବାନ୍ତି ହଉଛି। ଭୋ ବାଜି କାନ୍ଦି ପକେଇଛି, ହେ ଦୟା, ତୁମେ କେମିତି କରି ମଣିଷର ଏ ଦୁଃଖ ଅପହରଣ କରୁଛ। ବସନ୍ତ ଭାଇ এই কথাই যাচন করুଥିଲେ না, যারা মানে না তারা জানে না। ଟିକେ ସେ ବିଷୟରେ କହିବି। ଆପଣମାନେ ସତ୍ୟାନ୍ୱେଷଣର ଆଲୋକପାତ କଲେ ଦେଖିବେ ଠାକୁରଙ୍କର ଲେଖା ଅଛି, ତୁମେ ତୁମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଦାୟୀ। ଆଜି ଦିନରେ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଜୀବନ ଆମର କି ପ୍ରକାର ଦୁର୍ବିଷହ ହେଇଛି, ଏ କଥା ଆମେ ପରସ୍ପରକୁ ଅହଙ୍କାର ଛଳରେ ନ କହିଲେ ମଧ୍ୟ ଅନ୍ତର କୋଣରେ ଆମେ ଅନୁଭବ କରୁ ଯେ ମୁଁ କେତେ ସୁଖରେ ଅଛି। ଯାହା ହେଉ, କାଲି ଏ ବିଷୟରେ ଟିକେ ନାଗରୁ ଆମେ ଆଲୋଚନା କରିଥିଲେ, ସେ କଥାଟା ମୁଁ ଆଜି କହିବାକୁ ଚାହେଁ। ସର୍ବପ୍ରଥମ ଠାକୁର କହିଲେ, ତୁମେମାନେ ଏଠି ଧନ, ମାନ, ଯଶ ଇତ୍ୟାଦି କିଛି ପାଇବ ନାହିଁ। ତାପରେ ବି ସତ୍ସଙ୍ଗର ଯେଉଁ ବିରାଟ ରୂପ ଦିନକୁ ଦିନ ବଢ଼ି ଚାଲିଛି, ତାର କାରଣ କ'ଣ? ମଣିଷ ତ ସ୍ୱାର୍ଥାନ୍ଧ ମନ, ପାରମ୍ପରିକ ଶୈଳୀରେ ଦେବାର୍ଚ୍ଚନା କରି ମାଙ୍କୁ ଯାଚେ, ହେ ମା, ମୋର ଅମୁକ କାମନାଟା ପୂରଣ କରିଦେଲେ ତୁମକୁ କଳା ଶାଢ଼ୀ ଦେବି, ତୁମର ଅଭିଷେକ କରିବି, କେତେ କ'ଣ କାମନା କରେ। କିନ୍ତୁ ଆଜି ଏମିତି କାହିଁକି ହେଲା? ଅର୍ଥମାନ ଯଶ ମୋର କିଛି ବି ପାଇବାର ନାହିଁ, ତାପରେ ବି ଲୋକ ବଢ଼ି ବଢ଼ି ଚାଲିଛନ୍ତି।
ସେଦିନ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ କହିଥିଲେ ଦୁନିଆରେ ଏମିତି ସମୟ ଆଗକୁ ଆସିବ, ତାଙ୍କର ଅନ୍ତିମ ସମୟ ପୂର୍ବରୁ ଏ କଥା ଘୋଷଣା କରିଥିଲେ। ଆମେ ମାନେ ଜାଣିଛେ ଏମିତି ସମୟ ଆସିବ, ଦେହ ଘରକୁ ଆସିଲେ ତୁମକୁ ଆମେ ରହିବାକୁ ଜାଗା ଦେଇପାରିବୁ ନାହିଁ। ଖାଇବା ପାଇଁ ଆନନ୍ଦ ବଜାରରେ ହୁଏତ ତୁମେ ପ୍ରସାଦ ନ ପାଇପାର, ତା ସତ୍ତ୍ୱେ ବି ତୁମେ ଠାକୁରଙ୍କ ପାଖକୁ ଆସି ବସିବ, ନିଜର ଦୁଃଖ ଜଣେଇବ ଏବଂ ଯିବ। ଯାହା ହଉ, ତା ଭିତରେ ଗୋଟେ ବଡ଼ କଥା ହେଉଛି ଯେ ଆଜି ସକାଳେ ଟିଭି ୱାର୍କ 6ରେ ଜଣେ ମାଆଙ୍କ ସହିତ ଯେତେବେଳେ କଥାବାର୍ତ୍ତା ହେଉଥିଲା, ମା ଅବଶ୍ୟ ଇଷ୍ଟପତି ରେଗୁଲାର ଅଛନ୍ତି କିନ୍ତୁ ତା ପାଖ ଇଷ୍ଟପତିଟା ରେଗୁଲାର ନାହିଁ। କହିଲେ ଏଠି ଯେ ସତ୍ସଙ୍ଗ କରାଳ ରୂପ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, ତାର କାରଣ କ'ଣ? ମୁଁ କହିଲି ଏଇ କଥା ପିସି ସରକାର ସେଦିନ ଜାଣିବାକୁ ଚାହିଁଥିଲେ। ଆଉ ଏ କଥାଟା ପିସି ସରକାରଙ୍କ କଥାକୁ କାଟିକି ମୁଁ ଆପଣଙ୍କୁ କହିବାକୁ ଚାହେଁ। ଆଜି ମୋର ବୟସ 57+। 20 ବର୍ଷ ବୟସ ଭିତରେ ଖବର ନିଅନ୍ତୁ ମୋ ଗାଁରେ ଦୁନିଆରେ ଯେତେ ପ୍ରକାର ଅନୈତିକ କାର୍ଯ୍ୟ ପ୍ରାୟ ମୋ ଜୀବନରେ ମୁଁ କରିପାରିଥିଲି। ସମାନ ଲୋକଟା ଆଜି ଠାକୁରଙ୍କର ପ୍ରାର୍ଥନା କରୁଛି, ଅନ୍ୟମାନଙ୍କୁ ପ୍ରବର୍ତ୍ତଉଛି। ଏଇ ତ ହିଁ ପରିବର୍ତ୍ତନ। এই সুপরিবর্তন পাই তো শ্রী ঠাকুর আসিଛନ୍ତି। এই কথা ছଳରେ কালি আমার আলোচনা হউଥିଲା যে ইট ইজ এ ওয়ার এগেনস্ট ডেথ, ডিজিজ, ডিসইন্টিগ্রেশন এন্ড পভার্টি, ଯୋଉଥିପାଇଁ ଆଜି ସମାଜ, ପରିବାର, ରାଷ୍ଟ୍ର ଭାଙ୍ଗିକିରି ଖଣ୍ଡ ଖଣ୍ଡ ହୋଇଯାଇଛି। ଠାକୁର ତାର ଚରମ କୌଶଳତିକକ ଏକଦମ ସଂକ୍ଷିପ୍ତ ଭାବରେ ଆମ ପାଖରେ ରଖିଲେ। যজন যাজন ইষ্টভূতি স্বস্থৈনী সদাচার। এই টিকକ ଆମ ଜୀବନରେ ଯେତେ ଅଧିକା ଆମେ କରିପାରିବା ସେତେ ଆମେ ସୁଖର ଅଧିକାରୀ ହେବା। ଅର୍ଥାତ୍ ମୋ ଭିତରେ ମାନବିକ ମୂଲ୍ୟବୋଧ, ମୋ ଭିତରେ ଥିବା ଠାକୁର ବୋଧ ସେଟା ଉତ୍କର୍ଷାଭିମୁଖୀ ହେବ। ମୋର ମନର ଗୋଟେ ସୁପରିବର୍ତ୍ତନ ଆସିବ। ଆମେ ଜାଣିଛେ যে ঠাকুর এই যে গুড়াক কহিলে মাই ভিজন মাই মিশন ইজ টু ইরাডিকেট ডেথ, ডিজিজ, ইন্টিগ্রেশন এন্ড পভার্টি। এটা কেমিতি হব তাহলে হুয়ে কাহিকি? তার কারণ হচ্ছে মনিষ হচ্ছে প্রবৃত্তি পরতন্ত্রী। প্রবৃত্তি মানে কোন না প্রতিটি মনিষ ভিতরে কাম, ক্রোধ, লোভ, মোহ, ঈর্ষা, অহংকার এই যে 6টা গ্রন্থি রহিଛନ୍ତି তার সুপরিচালনা করে এই মনটা। তার ভাবনা জগতরে এবং কর্ম জগতরে সে ଅନ୍ୟାୟ ଭାବେ, ଅସତ୍ୟ ଭାବେ ତାକୁ ସତ୍ୟ ମଣି କର୍ମ ଗୁଡ଼ାକ କରି ପକାଏ। ପରିଣତି ଭୋଗ କରିବାକୁ ପଡ଼େ। ଏଠି କୃଷ୍ଣଚନ୍ଦ୍ର ଭୋଗ କରିଛନ୍ତି, ରାମଚନ୍ଦ୍ର ଭୋଗ କରିଛନ୍ତି, ଯୀଶୁଖ୍ରୀଷ୍ଟ ଭୋଗ କରିଛନ୍ତି। এই ভুল ଟିକକ ମଣିଷର ନ ହଉ, ମଣିଷ ଦୁଃଖୀ ତା ଜୀବନରେ ନ ହଉ, ଏସବୁର ନିରସନ କରିବା ପାଇଁ ଠାକୁର ଆମ ପାଖରେ ବିତରିଲେ ନାମ। ଏ ନାମ କଲେ କ'ଣ ହବ ନା ମୋ ଭିତରେ ଗୋଟେ ପ୍ରେମ ଆସିବ, ମୋ ଭିତରେ ଠାକୁରତ୍ୱ ଭାବନାର ସୃଷ୍ଟି ହବ। এই ଠାକୁରତ୍ୱ ଭାବନାଟା ସୃଷ୍ଟି ହେଲେ ମୋର ଭାବନାଟା ନିୟନ୍ତ୍ରିତ ହେବ। ତାକୁ ମୁଁ କର୍ମରେ ରୂପାନ୍ତରିତ କରିବା ଦ୍ୱାରା ସୁଫଳର ଅଧିକାରୀ ହେବି ଏବଂ ସୁଖୀ ହେବି। ଯାହା ହଉ, ଭାଦ୍ର ପରିକ୍ରମାର এই ବିବାହ ସତ୍ସଙ୍ଗରେ ଆଜି ସମସ୍ତେ ଆମେମାନେ ଉପସ୍ଥିତ ଯେତିକି ସଂଖ୍ୟାରେ ବି ଅଛେ, ଯଦି ଆଜି ଠାକୁରଙ୍କ ପାଖରେ ସଂକଳ୍ପ କରି ଯାଆନ୍ତି ଯେ ଠାକୁରଙ୍କର ଗୋଟିଏ ବି କର୍ମ କରିକିରି ଦେଖନ୍ତୁ, ଆପେ ଆପେ ସବୁ କର୍ମ ଗୁଡ଼ାକ ଖୋଲିଯିବ, ସବୁ ଗୁଡ଼ାକ ନିୟନ୍ତ୍ରିତ ହୋଇଯିବ। ସଂକଳ୍ପବଦ୍ଧ ଭାବରେ ଠାକୁରଙ୍କର ଗୋଟିଏ କର୍ମ, ଆଉ ସେଠି ହେଉଛି ନାମ ଇଷ୍ଟପତି। ଇଷ୍ଟପତି କରିବା ଦ୍ୱାରା ମୋର ଗୋଟିଏ ସମ୍ବନ୍ଧ ତାଙ୍କ ସହିତ ସୃଷ୍ଟି ହୁଏ ଦୈନନ୍ଦିନ ଜୀବନରେ। ତାପରେ ନାମଟା ମୋ ଭିତରେ ଥିବା ଗ୍ରନ୍ଥି ଗୁଡ଼ିକୁ ବାଲାନ୍ସ କରେ ଏବଂ এই গ্রন্থি গুড়াক যেতবে বালান্স হব, মোর সুন্দর ভাবনা আসে,
सुंदर भावनाटा सुमंतर कर्म रूपांतरित हुए सुंदर कर्मटा हेले सुफलर अधिकारी हुए सुखी हुए मुझे सुखी हुए मो परिवार को सुखी करे आई करी आज आम समस्ते सुखी हो पारिबा वंदे पुरुषोत्तम। परवर्ती आलोचना रखुଛନ୍ତି ଆମର ପୂଜ୍ୟ ସହ ପ୍ରତିନିଧି ଆତ୍ମରାମ ଗୁରୁଜୀ।